କୃଷ୍ଣ ଠିକ୍ ଅନୁମାନ କରିପାରିଥିଲେ ସେ ଖୁବ୍ ଶୀଘ୍ର କଂସକୁ ହତ୍ୟା କରିଥିବାର ଭଲ ଫଳ ମିଳିଲା। ହଠାତ୍ ଗୋଳମାଳ ଓ ହତ୍ୟାକାଣ୍ଡ ବନ୍ଦ ହୋଇଗଲା। ଲୋକେ ମୁହୂର୍ତ୍ତକ ପାଇଁ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ତାପରେ କ'ଣ ହୋଇଛି ବୋଲି ଜାଣିପାରି ସେମାନେ ସ୍ୱତଃ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ। ମୁକ୍ତିଦାତା ଆସିଗଲେ, ଅତ୍ୟାଚାରୀର ନିଧନ ଘଟିଲା, ଭବିଷ୍ୟବାଣୀ ସତ ହେଲା। ମାଗଧୀ ଯୋଦ୍ଧାମାନେ ମଧ୍ୟ ସ୍ତବ୍ଧ ହୋଇ ରହିଗଲେ। ଯେଉଁ ଶକ୍ତିଶାଳୀ କଂସରାଜର ଆଦେଶକୁ ସେମାନେ ଏପର୍ଯ୍ୟନ୍ତ ମାନି ଚଳୁଥିଲେ ସେ ବର୍ତ୍ତମାନ ମୂତ। ଯାଦବମାନେ ବର୍ତ୍ତମାନ ସଂଖ୍ୟାବହୁଳ। ପ୍ରଦ୍ୟୋତକୁ ସେମାନେ କଂସର ଅନୁରକ୍ତ ସେନାପତି ବୋଲି ମନେ କରିଥିଲେ, କିନ୍ତୁ ସେ ନିଜେ ସେମାନଙ୍କର ମୁଖ୍ୟ ବୃତଙ୍କୁ ହତ୍ୟା କରିଛି। ଲୋକେ ଆନନ୍ଦ ବିହ୍ୱଳ। ଏପରି ନେତୃହୀନ ଅବସ୍ଥାରେ ମାଗଧୀମାନେ ଆଉ ଆକ୍ରମଣ କରିବାକୁ ସାହସ କଲେ ନାହିଁ। ଯେଉଁ ବିଶାଳକାୟ ଯୁବକ ଯୋଦ୍ଧା ମୁଷ୍ଟିକକୁ ନିହତ କରିଥିଲେ ଏବଂ ଯୁଦ୍ଧରେ ଯାଦବମାନଙ୍କର ନେତୃତ୍ୱ ନେଇଥିଲେ, ସେ ବର୍ତ୍ତମାନ ଆକ୍ରମଣ ବନ୍ଦ କରିବା ପାଇଁ ଯାଦବ ମୁଖ୍ୟମାନଙ୍କୁ ଆଦେଶ ଦେଲେ। ହାତରେ ଗଦା ଧରି ସେ ଦୁଇ ଗୋଷ୍ଠୀର ମଝିରେ ଠିଆ ହୋଇଥିଲେ। ଆଖିରୁ ତାଙ୍କର ଅଗ୍ନିସ୍ଫୁଲିଙ୍ଗ ବାହାରୁଥିଲା। ସେ ସମସ୍ତଙ୍କ ଆଡ଼କୁ ଚାହିଁ ଭେରୀନାଦ କରିବା ପରି ଦୃଢ଼ ସ୍ୱରରେ କହିଲେ, ଯଦି କେହି ଅସ୍ତ୍ର ବ୍ୟବହାର କରେ ତାହେଲେ ମୁଁ ତାର ମୁଣ୍ଡ ଚୂର୍ଣ୍ଣ କରିଦେବି। ସମସ୍ତେ ତାଙ୍କ କଥା ମାନିଗଲେ। ସମସ୍ତଙ୍କର ଅସ୍ତ୍ର ତଳକୁ ହୋଇଗଲା। ଇତ୍ୟାବସରେ ବସୁଦେବ ଅର୍କୁର ଓ ପ୍ରଦ୍ୟୋତଙ୍କ ସହିତ ପରାମର୍ଶ କଲେ। ତାପରେ ସେ ଗଲେ ରାଜକୀୟ ଅତିଥିମାନଙ୍କ ପାଖକୁ। ସେମାନେ ତାଙ୍କର ରକ୍ଷୀମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଓ ଅସ୍ତ୍ର ଧାରଣ କରି ପରିସ୍ଥିତିକୁ ଲକ୍ଷ୍ୟ କରୁଥିଲେ। ନୃପଗଣ, ଆପଣମାନଙ୍କର ଚିନ୍ତିତ ହେବାର କୌଣସି କାରଣ ନାହିଁ। ଆପଣମାନେ ଯାଦବମାନଙ୍କର ସମ୍ମାନିତ ଅତିଥି। ବର୍ତ୍ତମାନ ମୋ ସହିତ ଆପଣମାନେ ପ୍ରାସାଦରେ ଥିବା ନିଜ ନିଜର ଅତିଥିଶାଳାକୁ ଫେରି ଚାଲନ୍ତୁ। ମୁଁ ଆପଣମାନଙ୍କର ସେବାରେ ନିଯୁକ୍ତ ରହିବି। ଅର୍କୁର କଂସର ମୃତଦେହକୁ ପ୍ରାସାଦକୁ ଅଣାଇବା ପରାମର୍ଶ ଦେଇ ରାଣୀ ହଂସପୁରକୁ ଚାଲିଲେ କଂସର ରାଣୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ। ପ୍ରାସାଦ ଓ ନଗର ରକ୍ଷାର ଦାୟିତ୍ୱରେ ପ୍ରାୟ ଶେଷ ପର୍ଯ୍ୟନ୍ତ ଥିବା ପ୍ରଦ୍ୟୋତ ତାଙ୍କର ଅଧୀସ୍ତନ ସହକାରୀମାନଙ୍କୁ ଡକାଇ ନଗରର ଶାନ୍ତିରକ୍ଷା କରିବା ପାଇଁ ଆଦେଶ ଦେଲେ। ଲୋକେ ଘେର ଭାଙ୍ଗି କୃଷ୍ଣଙ୍କୁ ଘେରିଗଲେ ଏବଂ ଚତୁର୍ଦିଗରୁ ଶୁଣାଗଲା, ଜୟ କୃଷ୍ଣ ବାସୁଦେବ। କେତେକ ସାଷ୍ଟାଙ୍ଗ ପ୍ରଣିପାତ କଲେ, କେତେକ କୃଷ୍ଣଙ୍କ ପାଦ ସ୍ପର୍ଶ କଲେ। ସେ ସେମାନଙ୍କର ମୁକ୍ତିଦାତା। କୃଷ୍ଣ ବିଷାଦପୂର୍ଣ୍ଣ ଦୃଷ୍ଟିରେ ସେମାନଙ୍କ ଆଡ଼କୁ ଚାହିଁ କଂସ ରକ୍ତରେ ଲାଲ ହୋଇଥିବା ହାତକୁ ଉଠାଇଲେ। ଜନତା ନୀରବ ହୋଇଗଲେ। ବର୍ତ୍ତମାନ ଆନନ୍ଦ ଉତ୍ସବର ସମୟ ନୁହେଁ। ସମସ୍ତେ ଧୀରସ୍ଥିର ଭାବରେ ଘରକୁ ଫେରିଯାଆନ୍ତୁ। ଆମର ଯୁବରାଜ ମୃତ। ଆମ ପକ୍ଷରେ ଏହା ଏକ ଶୋକର ଦିବସ ସେ କହିଲେ। ଜନତାର ଭିଡ଼ ଏହାପରେ ଆସ୍ତେ ଆସ୍ତେ ମଉଳିଗଲା ଓ ଲୋକେ ନିଜ ନିଜ ଘରକୁ ଫେରିଗଲେ। ଯେଉଁଠାରେ ଗୋପମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ନନ୍ଦ ଠିଆ ହୋଇଥାନ୍ତି, କୃଷ୍ଣ ସେଠାକୁ ଗଲେ। ପିତା, ମୁଁ ଯାହା କରିଛି ସେଥିପାଇଁ ମୋତେ କ୍ଷମା ଦିଅ। କୃଷ୍ଣ ଏହା କହି ତାଙ୍କର ପାଳକ ପିତାଙ୍କର ପାଦତଳେ ପଡ଼ିଗଲେ। ଦିନେ ନା ଦିନେ ଦୁରାଚାରର ବିନାଶ ସୁନିଶ୍ଚିତ, ତାହା ହିଁ ଦେବଗଣଙ୍କର ଇଚ୍ଛା। କୃଷ୍ଣ ମୋ ପୁଅ। ନନ୍ଦ ବାଷ୍ପରୁଦ୍ଧ କଣ୍ଠରେ କହିଲେ, ଦୀର୍ଘଜୀବୀ ହୁଅ, 100 ବର୍ଷ ବଞ୍ଚ। ମୋ ଗୋବିନ୍ଦ ମଲ୍ଲଯୁଦ୍ଧ ସମୟରେ ତାଙ୍କର ପିନ୍ଧା ଲୁଗା ସାଙ୍ଗ ଉଦ୍ଧବ ଧରିଥିଲେ, ତାଙ୍କୁ ତାହା ପିନ୍ଧିବାକୁ ଦେଲେ। ଶୋକ ଦିବସ ଯୋଗୁଁ ଅନ୍ୟ ବସ୍ତ୍ର ପିନ୍ଧିବାକୁ ସେ ଇଚ୍ଛା କରି ନଥିଲେ। ପିତା, ଆପଣ ଆମର ରହଣି ସ୍ଥାନକୁ ଫେରିଯାଆନ୍ତୁ। ଶେଷକୃତ୍ୟ ଶେଷ ହେବା ପରେ ମୁଁ ଯାଇ ସେଠାରେ ପହଞ୍ଚିବି। କୃଷ୍ଣ କହିଲେ। ଦେବକୀ ପ୍ରାସାଦ ଉପରୁ ଓହ୍ଲାଇ ଆସି ବାରଣ୍ଡାରେ ଠିଆ ହେଲେ। ଯେଉଁଠି ତାଙ୍କର ପୁଅ ଠିଆ ହୋଇଥିବେ ବୋଲି ସେ ଭାବିଥିଲେ, ସେହି ସ୍ଥାନରେ ତାଙ୍କର ଆଖି ଲାଖି ରହିଥିଲା। ଯେତେବେଳେ ଚାଣୂର କୃଷ୍ଣଙ୍କୁ ମଲ୍ଲଯୁଦ୍ଧ ପାଇଁ ଆହ୍ୱାନ କଲା, ସେତେବେଳେ ସେ କାଠ ହୋଇ ଯାଇଥିଲେ। ବିବାହ ଦିନଠାରୁ 25 ବର୍ଷ ଧରି ତାଙ୍କର ଜୀବନରେ ସେ ସୁଖ ବୋଲି କେବେ ଜାଣି ନାହାନ୍ତି। ତାଙ୍କର ଜୀବନ ଏକ ଦୁଃସ୍ୱପ୍ନ କାହାଣୀ। ତାଙ୍କର ପୁଅମାନଙ୍କୁ କିଭଳି ପଶୁ ପରି ହତ୍ୟା କରାଯାଇଛି, ତାହା ଭାବିବା ବେଳେ ତାଙ୍କର ହୃତ୍କମ୍ପ ଜାତ ହୁଏ। ଯେଉଁ ଦୁଇଟି ପୁଅ ଜୀବିତ ଅଛନ୍ତି, ସେମାନଙ୍କୁ ଅନ୍ୟ ଘରେ ରହି ବଢ଼ିବାକୁ ହୋଇଛି ଏବଂ କଂସର କ୍ରୋଧ ସେମାନଙ୍କ ପାଇଁ ଶାନ୍ତିରେ ରଖେଇ ଦେଇ ନାହିଁ। କେବଳ ବିଶ୍ୱାସରେ ସେ ଏତେଦିନ ବଞ୍ଚି ରହିଛନ୍ତି। ତାଙ୍କର ଅଷ୍ଟମ ପୁତ୍ର ଦିନେ ନା ଦିନେ ତାଙ୍କ ନିକଟକୁ ଫେରି ଆସିବ, ଏହି ବିଶ୍ୱାସରେ। ଏହି ଦିନଟି ପାଇଁ ସେ ଅଣନିଃଶ୍ୱାସରେ ଅପେକ୍ଷା କରିଛନ୍ତି। ସେ କେବେ ଭୁଲି ନାହାନ୍ତି। ତାଙ୍କର ଏକମାତ୍ର ସାନ୍ତ୍ୱନା ହେଉଛି ସୁନାର ପ୍ରତିମାଟିକୁ ଏକ ଖେଳନାର ଝୁଲାଇ ସେ ଆସିଛନ୍ତି। ଏହି ପ୍ରତିମା ହିଁ ତାଙ୍କୁ କୃଷ୍ଣଙ୍କ
କୃଷ୍ଣଙ୍କର ପରିସ୍ଥିତି ସମ୍ପର୍କରେ ସବୁବେଳେ ଧାରଣା ଦେଇ ଆସିଛି। ସେ ପ୍ରତିମା ଯେପରି କଥା କହିଛି, ହସିଛି, କେତେ ଦୁଷ୍ଟାମି କରିଛି, ତାର ଛୋଟ ଦୁଇଟି ହାତରେ ତାଙ୍କୁ ଯେପରି ଜାବୁଡ଼ି ଧରିଛି, ପିଲାଙ୍କ ପରି ରାଗରେ ତାଙ୍କ ପାଖରୁ ପଳାଇଯାଇ ପୁଣି ତାଙ୍କର କୋଳକୁ ଫେରି ଆସିଛି। ଏହି କେତୋଟି ବର୍ଷ ସେ ଏକ ଦୁନିଆରେ ରହି ଆସିଛନ୍ତି, ଯେଉଁଠାରେ କି କେବଳ ସେ ଓ ତାଙ୍କର ଗଣ୍ଠିଧନ ଏ ଦୁହିଁଙ୍କ ଛଡ଼ା ଆଉ କେହି ନାହାନ୍ତି ଏବଂ ଏକ ଜୀବନ୍ତ ଆଶାର କ୍ଷୀଣ ପ୍ରତିମୂର୍ତ୍ତି ସ୍ୱରୂପ ସେ ଅପେକ୍ଷା କରି ଭବିଷ୍ୟବାଣୀ ପୂର୍ଣ୍ଣ ହେବା ପୂର୍ବରୁ ସେ ତାଙ୍କ ପାଖକୁ ଫେରିବେ ନାହିଁ ବୋଲି ସେ ଜାଣନ୍ତି, କାରଣ ଏହା ତାଙ୍କର ଜୀବନକୁ ବିପନ୍ନ କରିପାରେ। ତେଣୁ ସେ ଧୈର୍ଯ୍ୟ ନ ହରାଇ ଅପେକ୍ଷା କରି ରହିଛନ୍ତି, ଯେପରି ଏକ ସୀମାହୀନ କାଳ ପାଇଁ। ତାପରେ ତାଙ୍କ ପରିବାରର ପୂଜ୍ୟଗୁରୁ ଗାର୍ଗାଚାର୍ଯ୍ୟ ଯାଦବମାନଙ୍କ ମଧ୍ୟରେ କିଭଳି ଅନ୍ତହୀନ ବିବାଦ ଲାଗି ରହିଛି ତାହା ଆସି ତାଙ୍କୁ କହିଛନ୍ତି। କ'ଣ କରିବାକୁ ହେବ ସେ ଶୀଘ୍ର ମନେ ମନେ ସ୍ଥିର କରିଛନ୍ତି। କେବଳ ତାଙ୍କର ପ୍ରିୟ ପୁତ୍ର ପାଇଁ ସେ ଏତେ ଦିନ ଜୀବନ ଧରି ରହିଛନ୍ତି। ଯଦି ସେ ନିହତ ହୁଏ, ତାହେଲେ ଭବିଷ୍ୟତବାଣୀ ବିଫଳ ହେବ, ତାଙ୍କର ବିଶ୍ୱାସ ଅନ୍ତର୍ହିତ ହୋଇଯିବ, ତାଙ୍କର ଆଉ ବଞ୍ଚିବାର କୌଣସି କାରଣ ରହିବ ନାହିଁ। ତେଣୁ ତାଙ୍କର ପୁତ୍ର ଯଦି ନିହତ ହୁଏ, ତାହେଲେ ସେ ଅଗ୍ନିରେ ପ୍ରବେଶ କରିବେ ବୋଲି ସିଦ୍ଧାନ୍ତ କରିଥିଲେ ଏବଂ ଯାଦବ ମୁଖ୍ୟମାନଙ୍କର ସଭାକୁ ଯାଇ ଏହି ସିଦ୍ଧାନ୍ତ ଘୋଷଣା କରିଥିଲେ। ବର୍ତ୍ତମାନ ତାଙ୍କର ସେହି ଗଣ୍ଠିଧନ ଫେରି ଆସିଛି। ପ୍ରବେଶ ଦ୍ୱାର ନିକଟରେ ସେ ଆସୁଥିବାର ସେ ଦେଖିଛନ୍ତି। ପଛରେ ତାଙ୍କର ସପ୍ତମ ପୁତ୍ର ଦୁନିଆ, ଯାହାକୁ ରୋହିଣୀଙ୍କର ପୁତ୍ର ବୋଲି ଜାଣେ। ସେ ସୁନା ଜରି ଦିଆଯାଇଥିବା ପୀତବସ୍ତ୍ର ପିନ୍ଧିଛନ୍ତି, ପଗଡ଼ିରେ ଏକ ମୟୂରପୁଚ୍ଛ, ପଦ୍ମ ପଳାଶ ପରି ସୁନ୍ଦର ଆଖି, ଚମତ୍କାର ହସ ହସ ମୁହଁ, ଯାହାକୁ ଥରେ ଦେଖିଲେ ହୃଦୟ ଆପେ ଆପେ ଆକୃଷ୍ଟ ହୋଇଯାଏ। ତାପରେ ଚାଣୁର ଆସି ତାଙ୍କୁ ମଲ୍ଲଯୁଦ୍ଧ ପାଇଁ ଆହ୍ୱାନ କରିଛି। ସେତେବେଳେ ତାଙ୍କ ମା ହୃଦୟରେ ଭୟ ଜାଗି ଉଠିଛି। ତାଙ୍କର ସେ ବିଶ୍ୱାସ କ'ଣ କୁଆଡ଼େ ଚାଲିଗଲା? ନା ନା, ସେ ତାର ଅଷ୍ଟମ ପୁତ୍ର, ତାଙ୍କର ଦେବତା, ତାଙ୍କର ପ୍ରାଣକର୍ତ୍ତା, ତାଙ୍କର କିଛି ହେବ ନାହିଁ। ତାପରେ ଗୋଟି ଗୋଟି ହୋଇ ଆଶ୍ଚର୍ଯ୍ୟଜନକ ଘଟଣାମାନ ଘଟିଗଲା। ଏହି ବାଳକ ଦୁର୍ଦ୍ଧର୍ଷ ଚାଣୁରକୁ ଭୂଇଁରେ ନିକ୍ଷେପ କରି ହତ୍ୟା କଲା, ତାର ଦୁଷ୍ଟ ମାତୁଳର କେଶ ଧରି ଭିଡ଼ି ଆଣି ଶିରଚ୍ଛେଦ କଲା ଓ ଭବିଷ୍ୟବାଣୀ ସଫଳ ହେଲା। ଦେବକୀଙ୍କର ହୃଦୟରେ ସେ ଯେଉଁ ଅପାର ଆନନ୍ଦ, ତାର ବର୍ଣ୍ଣନା କରାଯାଇପାରିବ ନାହିଁ। ତାଙ୍କୁ ଜଣାଗଲା ଯେପରି ସମଗ୍ର ପ୍ରାସାଦ ଆନନ୍ଦରେ ନାଚି ଉଠୁଛି। ତାପରେ ସେ ଶୁଣିପାରିଲେ ଜନତାର ଆନନ୍ଦ ଧ୍ୱନି, ଜୟ କୃଷ୍ଣ ବାସୁଦେବ। ସେ ଦେଖିଲେ ବାଳକ ତାଙ୍କର ସ୍ୱାମୀକୁ କୋଳାଗ୍ରତ କରୁଛି। ପିତା ପୁତ୍ର ଏକତ୍ର ହେଉଛନ୍ତି। ପିତା ନବଜାତ ଶିଶୁକୁ ନନ୍ଦଙ୍କ ହସ୍ତରେ ଟେକିଦେବା ଦିନ ଏହା ହେଉଛି ତାଙ୍କର ପୁତ୍ର ସହିତ ପ୍ରଥମ ଥର ସାକ୍ଷାତ। ବର୍ତ୍ତମାନ ସେ ଜନତା ସହିତ ଆଳାପରତ। କ୍ରମେ ଏହି ଭିଡ଼ ମଉଳିଗଲା। ଦେବକୀ ତାଙ୍କର ଦାସୀମାନଙ୍କ ଦ୍ୱାରା ପରିବେଷ୍ଟିତା ହୋଇ ପ୍ରାସାଦ ଉପରୁ ବାରଣ୍ଡାକୁ ଚାଲି ଆସିଲେ। କିପରି ପୁତ୍ର ତାଙ୍କୁ ଦେଖିପାରିବ, ଏହି ଆକୁଳ ଆଗ୍ରହ। କିନ୍ତୁ ସେ ଯେ ନିଜେ ତାଙ୍କ ଆଡ଼କୁ ଆସୁଛି। ବାଟରେ ସେ ତାର ପାଳକ ପିତା ନନ୍ଦକୁ ଦଣ୍ଡ ପ୍ରଣାମ କରୁଛି। ଏବେ ସେ କେବଳ ତାଙ୍କରି ଆଡ଼କୁ ଆସୁଛି। ତାଙ୍କୁ ଚାହିଁ ତାର ମୁହଁରେ ଏକ ଅପୂର୍ବ ମଧୁର ହସ, ଯେଉଁ ହସଟିକୁ ସେ କେତେଥର ସ୍ୱପ୍ନରେ ଦେଖିଛନ୍ତି। ସେ ଆସୁଛି। ଆଉ ଗୋଟିଏ ପାଦ ଆସିଗଲେ ସେ ତାଙ୍କର କୋଳକୁ ଆସିଯିବ। ତାଙ୍କର ଆଖି ଲୋତକରେ ପୂର୍ଣ୍ଣ ହୋଇଗଲା। ଏହି ଲୋତକର ସମୁଦ୍ର ସନ୍ତରଣ କରି ସେ ଯେପରି ତାଙ୍କ ଆଡ଼କୁ ଚାଲି ଆସୁଛି। ସେ ତାଙ୍କର ଦୁଇ ହାତ ମେଲାଇ ରହିଲେ। ତାଙ୍କର ପୁତ୍ର ତାର ହାତ ଦୁଇଟି ମଧ୍ୟ ମେଲାଇ ଦେଲା। ମା! ସେ ତାଙ୍କୁ ଜାବୁଡ଼ି ଧରିଲା। ସେ କିଛି କହିପାରିଲେ ନାହିଁ। ତାଙ୍କର କଣ୍ଠ ବାଷ୍ପରୁଦ୍ଧ। ସଙ୍ଗେ ସଙ୍ଗେ ସେ ମୂର୍ଚ୍ଛା ହୋଇଗଲେ। ସେ ତାଙ୍କୁ ଟେକି ଉଠାଇ ଆଣିଲା। ଯାଦବ ମୁଖ୍ୟମାନେ ଆନନ୍ଦରେ ଅଧୀର ହୋଇ ପଡ଼ିଛନ୍ତି। ସେମାନେ ସମସ୍ତେ ବସୁଦେବଙ୍କ ପ୍ରାସାଦ ଅଙ୍ଗନରେ ଏକତ୍ର ହୋଇଛନ୍ତି। ବସୁଦେବ ଗାର୍ଗାଚାର୍ଯ୍ୟଙ୍କୁ ସଙ୍ଗରେ ଘେନି ଆସିଲେ। ଆଚାର୍ଯ୍ୟ ସନ୍ଦୀପନୀ ମଧ୍ୟ ସେମାନଙ୍କ ସହିତ ଆସି ଯୋଗଦେଲେ। ବର୍ତ୍ତମାନ ଅବନ୍ତୀର ରାଜପୁତ୍ର ବିନ୍ଦ ଓ ଅନୁବିନ୍ଦଙ୍କର ସେ ଗୁରୁ। ଏ ଦୁଇ ରାଜପୁତ୍ର ଅନ୍ୟ ରାଜନ୍ୟବୃନ୍ଦଙ୍କ ସହିତ କଂସର ଅତିଥି ହୋଇ ଆସିଛନ୍ତି। ମୁନିଶ୍ରେଷ୍ଠ ବ୍ୟାଦବ୍ୟାସଙ୍କ ଆଦେଶକୁ ଶିରଧାର୍ଯ୍ୟ କରି ଆଚାର୍ଯ୍ୟ ସନ୍ଦୀପନୀ ବୃନ୍ଦାବନରେ କୃଷ୍ଣ ବଳରାମଙ୍କ ସହିତ କେତେ ମାସ କଟାଇଛନ୍ତି। ତାପରେ ଦୁଇଜଣ ଯାଦବ ମୁଖ୍ୟଙ୍କୁ ସଙ୍ଗରେ ଧରି ପ୍ରଦ୍ୟୋତ ଆସି ପହଞ୍ଚିଲେ। ସେ ଏପର୍ଯ୍ୟନ୍ତ ମଥୁରା ନଗରୀରେ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ବ୍ୟସ୍ତ ଥିଲେ। ସୁରଶ୍ରେଷ୍ଠ, ବର୍ତ୍ତମାନ ପରିସ୍ଥିତି ଭଲ ନୁହେଁ। ଏତେ ଶୀଘ୍ର ସମସ୍ତ ଘଟଣା ଘଟିଯାଇଛି ଯେ ଆମେ ଯଦି ତା ସହିତ ତାଳ ଦେଇ ଚାଲି ନ ପାରିବା, ଶତ୍ରୁମାନେ ମଥୁରାକୁ ଅଧିକାର କରିନେବେ। ବସୁଦେବଙ୍କୁ ସମ୍ବୋଧନ କରି କହିଲେ। ମୁଁ ଜାଣେ। ବସୁଦେବ ଉତ୍ତର ଦେଲେ। ଆମର କେତେଜଣ ଅତିଥି କଂସର ଘନିଷ୍ଠ ବନ୍ଧୁ। ସେମାନେ ଆମ ବିରୁଦ୍ଧରେ ଯାଇପାରନ୍ତି। କେବଳ ସେତିକି ନୁହେଁ, ମଗଧ ସମ୍ରାଟ ଜରାସନ୍ଧ ତାଙ୍କର ଜାମାତାର ହତ୍ୟା ପାଇଁ ଆମକୁ କ୍ଷମା ଦେବେ ନାହିଁ। 3 ଜଣ ରାଣୀ ଆର୍ଯ୍ୟା
ଅସ୍ତି ଓ ପ୍ରାପ୍ତି ଆମର ବିରୁଦ୍ଧାଚରଣ। ଆମ ଭିତରେ 2000 ମାଗଧୀ ଯୋଦ୍ଧା ଅଛନ୍ତି। ସେମାନେ କ'ଣ କରିବେ ଆମେ ଜାଣୁନାହିଁ। ଆମକୁ ଯେତେ ଶୀଘ୍ର ସମ୍ଭବ ତତ୍ପର ହେବାକୁ ପଡ଼ିବ। ଆମ ଭିତରେ କୌଣସି ବିବାଦ ମତଭେଦ ଦେଖାଯିବା ଉଚିତ ନୁହେଁ। ବସୁଦେବ କହିଲେ, ରାଜା ଉଗ୍ରସେନ ଦୁର୍ବଳ। ଶୀଘ୍ର ଜଣେ କାହାରିକୁ ଆମକୁ ରାଜପଦରେ ବରଣ କରିବାକୁ ହେବ। ପ୍ରଦ୍ୟୋତ କହିଲେ, କେତେକ ଯାଦବ ମୁଖ୍ୟ ପ୍ରଦ୍ୟୋତଙ୍କୁ ସନ୍ଦେହ କରିବାକୁ ଆରମ୍ଭ କଲେ। ହୁଏତ ସେ ନିଜେ ରାଜପଦ ଚାହୁଁଛନ୍ତି ବୋଲି ସେମାନଙ୍କର ମନେ ହେଲା। କାହିଁକି ଆମେ ଏତେ ତରତର ହେବା? ସେମାନେ ଆପତ୍ତି ଉଠାଇଲେ। କିଛି ସମୟ ଚିନ୍ତା କରି ବସୁଦେବ ପ୍ରଦ୍ୟୋତଙ୍କ ସହିତ ଏକମତ ହେଲେ। କଂସର ସ୍ଥାନରେ ଆମକୁ ଶୀଘ୍ର ଜଣକୁ ବାଛିବାକୁ ହେବ। ତାହା ହିଁ ହେବ ଆମର ଶତ୍ରୁମାନଙ୍କ ପ୍ରତି ପ୍ରକୃତ ଉତ୍ତର। ପୂଜ୍ୟ ଗାର୍ଗାଚାର୍ଯ୍ୟ କ'ଣ ଭାବୁଛନ୍ତି? ପ୍ରଦ୍ୟୋତ ପଚାରିଲେ। ତୁମେ ଯାହା ଭାବୁଛ ମୁଁ ମଧ୍ୟ ସେହା ଭାବୁଛି। ଗାର୍ଗାଚାର୍ଯ୍ୟ ଉତ୍ତର ଦେଲେ। ମଥୁରାକୁ ଧ୍ୱଂସ କରିଦେବା ପାଇଁ ଏକ ଚକ୍ରାନ୍ତ ହେବା ସୁନିଶ୍ଚିତ। ଆମକୁ ଶୀଘ୍ର ଶକ୍ତି ସଞ୍ଚୟ କରିବାକୁ ହେବ। ଖୁବ୍ ତତ୍ପରତାର ସହିତ ଆମକୁ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ। ସମସ୍ତ ଶକ୍ତି ଆମକୁ ସଂଗ୍ରହ କରିବାକୁ ହେବ। ଖୁବ୍ ଶୀଘ୍ର ଆମକୁ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ। ଯେଉଁ ଯାଦବ ମୁଖ୍ୟମାନେ ମଥୁରା ଛାଡ଼ି ଚାଲି ଯାଇଛନ୍ତି ବା ମଥୁରାରୁ ନିର୍ବାସିତ ହୋଇଛନ୍ତି ସେମାନଙ୍କୁ ଫେରି ଆସିବା ପାଇଁ ଆମେ ନିମନ୍ତ୍ରଣ ଜଣାଇବା ଉଚିତ। କିନ୍ତୁ କିଏ ହେବ ଆମର ରାଜା? ଜଣେ ଯାଦବ ମୁଖ୍ୟ ପଚାରିଲେ। ସେ ଏପରି ଜଣେ ହେବା ଉଚିତ ଯାହାଙ୍କଠାରେ ଆମ ସମସ୍ତଙ୍କ ପୂର୍ଣ୍ଣ ବିଶ୍ୱାସ ଥିବ। ସୁରଶ୍ରେଷ୍ଠ ବସୁଦେବ ଆମର ରାହା ହେବା ଉଚିତ। ଜଣେ ଯାଦବ କହିଲେ, ମୋର ଦୁଃଖମୟ ଜୀବନ। ବହୁ ଆବେଶ ଉତ୍କଣ୍ଠାରେ ମୁଁ ମୋର ସମୟ କଟାଉଛି। ତୁମେ ଯାହାକୁ ସ୍ଥିର କରିବ ମୁଁ ତାକୁ ସାହାଯ୍ୟ ସମର୍ଥନ କରିବି। କିନ୍ତୁ ମୁଁ ଜଣେ ତୁମର ମୁଖ୍ୟ ହୋଇପାରିବି ନାହିଁ। ବସୁଦେବ କହିଲେ। ଅନେକ ଲୋକ ପ୍ରଦ୍ୟୋତଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଲେ। ସେମାନେ ଯେତେ ଧୁରନ୍ଧର ହେଲେ ମଧ୍ୟ ସେମାନେ ତାଙ୍କୁ ଚାହାନ୍ତି ନାହିଁ। କୃଷ୍ଣ ହାତ ଯୋଡ଼ି ଆସି ତାଙ୍କ ପିତାଙ୍କ ପାଖେ ଆସନ ଗ୍ରହଣ କଲେ। ଯୁବକ ବୃଦ୍ଧ ସମସ୍ତେ ହାତ ଯୋଡ଼ି ପ୍ରଣାମ କଲେ। ସେ କେବଳ 16 ବର୍ଷୀୟ ବାଳକ ନୁହନ୍ତି। ସେମାନେ କହିଲେ, ସେ ସେମାନଙ୍କର ତ୍ରାଣକର୍ତ୍ତା। ତୁ କେଉଁଠି? ମୁଁ ତତେ ଅପେକ୍ଷା କରିବି କହିଲେ। ଜୟକୃଷ୍ଣ ବାସୁଦେବ କହିଲେ, ମାଆଙ୍କୁ ଏଠାକୁ ଆଣି ମୁଁ ଦେଖିବାକୁ ଯାଉଥିଲି ମାତୁଳ କଂସଙ୍କର ଶେଷକୃତ୍ୟ ସମ୍ପନ୍ନ ଭାବରେ ସମାପିତ ହେଉଛି କି ନାହିଁ। କୃଷ୍ଣ କହିଲେ, ବସୁଦେବ ପୁତ୍ର ଆମର ଅଭିବାଦନ ଗ୍ରହଣ କର। ତୁମେ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିଛ। ମୁଁ ଆଦୌ ସୁଖୀ ନୁହେଁ। କୃଷ୍ଣ ଦୁଃଖରେ ମୁଣ୍ଡ ହଲାଇ କହିଲେ, ତାଙ୍କର ବିଳାପ ଶୁଣି ମୁଁ ସହିପାରୁନାହିଁ। ମୋର ମାତୁଳ ଜଣେ ଉତ୍ତମ ସ୍ନେହୀ ସ୍ୱାମୀ ଥିଲେ। ତାଙ୍କର ରାଣୀମାନଙ୍କର ହୃଦୟ ଫାଟି ଯାଉଛି। କୃଷ୍ଣ ଭାବାବେଗରେ କହିଗଲେ, ସେମାନଙ୍କର ତ୍ରାଣକର୍ତ୍ତାଙ୍କର ଏ ଦୁର୍ବଳତା ଦେଖି କେତେକ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ସେମାନଙ୍କ ଜୀବନ ଦୁଃଖାବହ ହୋଇଉଠିବ। ସେ କହି ଚାଲିଲେ। ଯେଉଁମାନେ ଶୁଣୁଥିଲେ ସେମାନେ ଚୁପ୍ ହୋଇଗଲେ। କିନ୍ତୁ ମୁଁ କ'ଣ କରିବି? ସେ କହିଗଲେ, ଦୁରାଚାରୀ ନିଶ୍ଚୟ ତାର ପରିଣତି ଭୋଗ କରିବ। ତାହା ହିଁ ଦେବତାମାନଙ୍କର ଇଚ୍ଛା। ସେ ଆଉ କିଛି କହିବା ପୂର୍ବରୁ ଅର୍କୁର ଜରାଗ୍ରସ୍ତ ଦୁର୍ବଳ ଉଗ୍ରସେନକୁ ଘେନି ଆସିଲେ। ସେମାନଙ୍କ ପଛେ ପଛେ ଆସୁଥିଲେ ବଳରାମ ବଜ୍ର ଅନ୍ଧକଙ୍କର ବାହୁକୁ ଧରି। 3 ଦିନ ପୂର୍ବରୁ କଂସର ଆଦେଶରେ ବୃତ୍ରଘ ବୁଦ୍ଧ ଅନ୍ଧକକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର କ୍ଷତସ୍ଥାନ ମାନଙ୍କରେ କନା ଗୁଡ଼ା ହୋଇଛି। ସମସ୍ତେ ଠିଆ ହୋଇଗଲେ। ରାଜା ବସୁଦେବଙ୍କ ନିକଟରେ ତାଙ୍କର ଆସନ ଗ୍ରହଣ କଲେ। ତାଙ୍କ ପାଖରେ ବସିଲେ ଅନ୍ଧକ ଏବଂ ଅର୍କୁର। ବଳରାମ କୃଷ୍ଣଙ୍କ ପାଖରେ ଯାଇ ବସିଲେ। ତାପରେ ଚାଲିଲା ଭିତରର ଓ ବାହାରର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପୁନଃ ପୁନଃ ଆଲୋଚନା। ଏହିପରି କେତେ ଘଡ଼ି ଗଡ଼ିଗଲା। ପରିସ୍ଥିତିର ପ୍ରତ୍ୟେକଟି ଦିଗ ପରୀକ୍ଷା କରାଗଲା। ତାପରେ ବୁଦ୍ଧ ଉଗ୍ରସେନ ଯାଦବମାନଙ୍କୁ କହିଲେ, ମୁଁ ସମସ୍ତ କଥା ଶୁଣିଛି। ମୁଁ ପ୍ରଦ୍ୟୋତ ସହିତ ଏକମତ ଯେ ଏହି ସଙ୍କଟ ସମୟରେ ଆମକୁ ଜଣେ କେହି ନେତୃତ୍ୱ ଦେବା ଆବଶ୍ୟକ। ମୁଁ ତୁମମାନଙ୍କର ମତାମତ ନେଉଛି। ମୁଁ ବୁଦ୍ଧ। ମୋର ସ୍ୱାସ୍ଥ୍ୟଭଙ୍ଗ ଘଟିଛି। ବର୍ଷ ବର୍ଷ ଧରି କାରାଗୃହରେ ରହି ବାହାରର ଦୁନିଆ ସହିତ ମୋର ସମ୍ପର୍କ ନାହିଁ। ମୋର ଏକମାତ୍ର ପୁତ୍ର ଥିଲା। ବର୍ତ୍ତମାନ ମୁଁ ପୁତ୍ରହୀନ। ମୁଁ ଚାହେଁ କୃଷ୍ଣ ମୋର ପୁତ୍ର ହେଉ ଏବଂ ମୋ ପରେ ରାଜପଦରେ ଅଧିଷ୍ଠିତ ହେଉ। ସମସ୍ତେ ଆନନ୍ଦ ଧ୍ୱନି କରି ଶ୍ରୀକୃତି ଜଣାଇଲେ। ପ୍ରକୃତରେ ରାଜା ଉଗ୍ରସେନ ସମସ୍ତଙ୍କ ଧାରଣାକୁ ପ୍ରକାଶ କଲେ ମାତ୍ର ମୁଖ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନା ଚାଲିଥିବା ବେଳେ କୃଷ୍ଣ ନୀରବରେ ବସି ରହିଥିଲେ। ଯେତେବେଳେ ତାଙ୍କର ନାମ ପ୍ରସ୍ତାବିତ ହେଲା ସେ ତଳକୁ ମୁହଁ ପୋତି ରହିଥିଲେ। ପ୍ରତ୍ୟେକେ କହି ଉଠିଲେ, ସାଧୁ ସାଧୁ। କୃଷ୍ଣ ହାତ ଯୋଡ଼ି ଅତି ନମ୍ର ଓ ସମ୍ମାନ ସୂଚକ ଭାଷାରେ କହିଲେ, ମହାରାଜ, ଆପଣ ମୋତେ ଉଚ୍ଚ ସମ୍ମାନ ଦାନ କରିଛନ୍ତି। ପୃଥିବୀରେ ବୋଧହୁଏ ସର୍ବଶ୍ରେଷ୍ଠ। କାରଣ ମଥୁରା ହେଉଛି ସମଗ୍ର ଧରଣୀର ମୁକୁଟରେ ମଣିଷ ରୂପ। କିନ୍ତୁ ଏ ଦାୟିତ୍ୱ ପାଇଁ ମୁଁ ଉପଯୁକ୍ତ ନୁହେଁ। ମୁଁ ଜଣେ ଗୋପାଳ ବାଳକ। ମୁଁ ରାଜା ହୋଇପାରିବି ନାହିଁ। ନା ନା, ମୋର ପୁତ୍ର
तू एथिपाई सबुठारु उपयुक्त यादवराज मो प्रति सदय हुंतु। जड़े शासकर केउ सबु गुण आवश्यक मु ता जाने, मोर ए सबु गुण नहीं। हे राजा, आपणकर एही सबु शासकोचित गुण अछि जहाँकि यादव मानकु एकाठी रखि परिबो। आपणकु लोक माने श्रद्धा करंती। आपण निजे शासन दायित्व ग्रहण करंतु। पूज्य पिता पितृव्य अर्कुर एवं प्रदत्त आपणक निर्देश रे कार्य करिवे एवं मु सर्वदा आपणक पाखे पाखे रहिथिबी। प्रथमे आम मानकर छात्र धर्म रे दीक्षित हेबाकु पड़िबो। वेदरे पांडित्य हासिल करबाकु हेबो। युद्ध कौशल शिक्षा करबाकु पड़िबो। दुई भाई और उद्धव एक संगरे सोईछंती। बलराम अंधार रे मनकु मने दिने सेमाने थिले गोपालक बालक। समस्त बड़ विचित्र लगुछि। पूर्णिमा 3 दिन भितर सेमाने युवराज एवं कृष्ण राजसिंहासन प्रत्याख्यान करिछि। ता पक्षरे या करिबा निर्बोधता होई पारे। बोध हुए एपरि एक दायित्व न नेबा विज्ञता भी होई पारे। बलराम भाबुथांती ए 3टी दिन हेउछि सेमानक पक्षरे विजयर दिन। केवल तांकर सान भाई जोगु यह संभव होइछि। कृष्ण जणे देवता बोली विश्वास करंती नहीं, किंतु सान भाई हिसाब रे से एते भद्र एते चतुर और अनुरक्त। बलराम स्नेहरे विह्वल हो गले। से कृष्ण को पाखक गड़ी जाई तांको कहिले। कृष्ण मध्य आखि खोली बलराम को कोलाग्रत कले। आबाक हो गली। तोर कार्य कृष्ण भाई, तोर कार्य देखि मु अबाक हो गली। बलराम कहिले परस्पर कारण तुम परि जने भाई मोर अछि। चुपचाप कुहा कुही हेले एवं कृष्ण परस्पर कुंडाकुंडी होई दुई भाई सोईबाकू गले। बंधु माने, मोर पढ़िबा बेले जदि किछि त्रुटि अछि मते क्षमा करिवे। आ वीडियोटी जदि भल लागुथिबो लाइक शेयर कमेंट निश्चिंत करंतु। आ मोर चैनल रे थिले सब्सक्राइब करंतु। पुणी देखाबा आ गोटे नुआ वीडियो रे।